ଆଜିର କାର୍ଯ୍ୟକ୍ରମ ଯାହାକି ଆମ ଗାଁରେ ତହସିଲ କାର୍ଯ୍ୟାଳୟ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି, ଯାହାକି ତହସିଲ ସେଟା ଉପସ୍ଥିତ ଅଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆମେ ଜାଣିବା। ଗ୍ରାମ ପଞ୍ଚାୟତ ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ସୁଚାରୁ ରୂପେ କାର୍ଯ୍ୟଟିକୁ ନିର୍ବାହ କରିଛନ୍ତି। ବିଭିନ୍ନ ଜାତିଗତ ପ୍ରମାଣପତ୍ର ପ୍ରଦାନ, ପଟ୍ଟା ବଣ୍ଟନ ଆଉ ସରକାରଙ୍କ ମାମଲା, ଯାହାକି ଏ ହେଉଛି ସୁନ୍ଦର ପ୍ରୟାସ ସରକାରଙ୍କର। ଏ ବାବଦରେ ଆମେ ଆସନ୍ତୁ ମହୋଦୟଙ୍କ ବୁଝିବା ଏବଂ ଏଠିକାର ଅଞ୍ଚଳର ବା ଏ ପଞ୍ଚାୟତର ସରପଞ୍ଚ ମହୋଦୟଙ୍କ ବୁଝିବା ଏ କ'ଣ କାର୍ଯ୍ୟକ୍ରମ ରହିଛି, କାର୍ଯ୍ୟକ୍ରମ ବିଷୟରେ କେମିତି ସାଧାରଣ ଲୋକମାନେ ଉପକୃତ ହେବେ ଏ ବାବଦରେ ବୁଝିବା। ଆମ ଗାଁରେ ତହସିଲ କାର୍ଯ୍ୟାଳୟ ଆଜି ଚନ୍ଦନପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ଏଥିରେ ଆମର ଏ ଅଞ୍ଚଳରେ ଆର୍ଆଇ ଅଫିସ୍ 14 କିଲୋମିଟର ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ ସମସ୍ତ ଭିଲେଜର ଯେଉଁମାନେ କଲମ ଟୁ କରେକ୍ସନ୍ ପାର୍ଟିସନ୍ କେସ୍ ହଉ ଆମର ସାର୍ଟିଫିକେଟ୍ ଯେଉଁ ମିସଲାନିୟସ୍ ସାର୍ଟିଫିକେଟ୍ ଅଛି ସେ ପଟ୍ଟା ସେଗୁଡ଼ା ସବୁ ଦେବାର ହଉ କି ବିଭିନ୍ନ ପଟ୍ଟା ଆମେ ଏଠି ପ୍ରଦାନ କଲୁ। ଲୋକମାନେ ଆଉ ଯିବାକୁ ପଡ଼ିଲାନି ତହସିଲ କାର୍ଯ୍ୟାଳୟ ଏବଂ ସେମାନଙ୍କୁ ଆମେ ସୁରୁଖୁରୁରେ ତାଙ୍କ ଘରୁ ଡାକି ଆମେ ଏଗୁଡ଼ିକୁ ପ୍ରଦାନ କରିପାରିଛୁ। ଏଥିରେ କେତୋଟି ପଞ୍ଚାୟତ ଭାଗ ନେଇଥିଲା ସାର୍? ଏଥିରେ ଆମର ଯେତିକି ପଞ୍ଚାୟତ 4ଟି ପଞ୍ଚାୟତ ଅଛି ବୋଧେ ଏଠି 4ଟି ପଞ୍ଚାୟତର ଲୋକମାନେ ଆସିଥିଲେ ଏବଂ ତାଙ୍କର ବିଶେଷ ଭାବରେ କଲମ ଟୁ କରେକ୍ସନ୍ର ଯେଉଁ ଲୋକମାନଙ୍କର ମାନେ ମରିଯାଇଛନ୍ତି ତାଙ୍କର ପିଲାମାନଙ୍କ ନାଁରେ ଏଇଟା ହେଲା। ଆଗରୁ ପଇସା ଖର୍ଚ୍ଚ କରିକି ସେମାନେ ଆପ୍ଲାଏ କରୁଥିଲେ, କିନ୍ତୁ ଏଥିରେ ଖୁବ୍ କମ୍ ପଇସାରେ ସେମାନେ ପଟ୍ଟା ତାଙ୍କର ହସ୍ତଗତ ହୋଇପାରିଲା ଏବଂ ଏଇଟା ସମ୍ଭବ ହେଲା ଆମର ଆର୍ଆଇ ମାନଙ୍କ ଉଦ୍ୟମରେ। ଚନ୍ଦନପୁର ପଞ୍ଚାୟତ ସରପଞ୍ଚ। ଆମ ଗାଁରେ ତହସିଲ କାର୍ଯ୍ୟାଳୟ ଯାହାକି ତହସିଲ କାର୍ଯ୍ୟାଳୟ ଯେଉଁ ଆଜି କାର୍ଯ୍ୟକ୍ରମ ହେଇଛି ବିବିଧ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ, ପଟ୍ଟା ବଣ୍ଟନ ଓ ଏହି ମାଧ୍ୟମରେ ରାଜସ୍ୱ ବୈଠକ ଆଜି ତହସିଲଦାର ଆସି ଉପସ୍ଥିତ ଅଛନ୍ତି। ଏ କାର୍ଯ୍ୟକ୍ରମଟି ଚାଲିଛି ତ୍ୱରାନ୍ୱିତ ଭାବରେ, କ'ଣ ରଖିବ ପ୍ରତିକ୍ରିୟା ଆପଣ? ସୌଭାଗ୍ୟର କଥା, ସରକାରଙ୍କର ଗୋଟିଏ ହେଉଛି ଅଭିନବ ପ୍ରୟାସ ଯିଏକି ତହସିଲଦାର ସାର୍ ନିଜେ ଆମ ପଞ୍ଚାୟତକୁ ଆସିଛନ୍ତି ଏବଂ ତହସିଲ ଅଫିସର ସମସ୍ତ ଷ୍ଟାଫ୍ ଆସିଛନ୍ତି। ସେମାନେ ପଞ୍ଚାୟତରେ ଗୋଟିଏ ଦିନ ତହସିଲଦାର ପ୍ରୋଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପ୍ରୋଗ୍ରାମରେ ବହୁତ ଗରିବ ଲୋକ ଯେଉଁମାନେ ବୁଢ଼ାବୁଢ଼ୀ ଅଛନ୍ତି, ଗରିବ ଲୋକ ଅଛନ୍ତି, ସେମାନେ ପଞ୍ଚାୟତ ତହସିଲ ଅଫିସକୁ ଯାଇପାରୁନଥିଲେ, ଯାହାଫଳରେ ତହସିଲ ଅଫିସ ପଞ୍ଚାୟତରେ ଉପସ୍ଥିତ ଥିବାରୁ ବହୁତ ଲୋକମାନେ ଉପକୃତ ହେଲେ। ସେମାନେ ପଟ୍ଟା 22ଟି ପଟ୍ଟା ଆମେ ଏଠାରେ ବଣ୍ଟନ କଲୁ ଏବଂ ଅନ୍ୟାନ୍ୟ ଯେଉଁ ସମସ୍ୟା ଥିଲା ତାକୁ ତହସିଲଦାର ସାର୍ଙ୍କ ଉପସ୍ଥିତ ତାକୁ ସମାଧାନ କଲୁ। ଜିଲ୍ଲା ପ୍ରତିନିଧି ଜିଲ୍ଲା ପ୍ରତିନିଧି କ୍ୟାମେରାମ୍ୟାନ୍ ବଣ୍ଟି କସାଇ।